5:10 ଛାଡ଼ି ଗଲି ଆସିଲି 7ଟା ସୁଧା ପାଖାପାଖି 7ଟା ହେବ 7ଟା ଲାଇଲା ବେଳକୁ ସେ ବେହୋସ ହେଇକି ପଡ଼ିଛନ୍ତି ଜିମ୍ ସେଣ୍ଟର ପଛପଟେ। ମୁଁ ତାଙ୍କୁ ଅଧଘଣ୍ଟେ ମାନେ ଆସିଲି ଅଧଘଣ୍ଟେ ଖଣ୍ଡେ ତାଙ୍କୁ ୱେଟ୍ କରି ଡାକି ସେମାନେ ମୋ କଥା ବି ଶୁଣିଲେ ନାହିଁ। କହିଲେ ଗାଡ଼ି ଆଉଛି ତା କତିକି ଫୋନ୍ କରୁଛୁ। ମୁଁ କହିଲି କି ଭାଇ ଆସୁ ଟିକେ ବାଇକ୍ରେ ନେଇକି ପଳେଇବା ନାହିଁ ହେଇପାରିଲା ନାହିଁ। କହିଲେ ନାଇଁ ଆମେ ନେଲେ ଆମର ପ୍ରୋବ୍ଲେମ୍ ହବ କି ଏସା ତେସା ଭଲ ହୁଅନ୍ତା ସେଇଥିପାଇଁ ସେ ଆଣିଲେନି। ତାପରେ ତାଙ୍କ ନିଜ ଶଳା ଆସିଲେଠୁ ଆମେ ମେଡ଼ିକାଲ ଲାଟିନ୍ ପାଇଖିନା ସଫା ହେଲା ଭିତରେ ତାଙ୍କୁ ଗଲି ଦେଖିଲି ଯେ ସେ ପଡ଼ିଛନ୍ତି। ଆଉ ମୋ ନନା ହଉଛି ଦଳେଇ, ମାନେ ସେ ଯାଇଥିଲେ ତାଙ୍କର କାମ କରିବା ପାଇଁ, ଲାଟ୍ରିନ୍ କାମ କରିବା ପାଇଁ। ଆଉ ସେଠି ମାନେ ପଡ଼ିକି ରହିଲେଣି ଘଣ୍ଟାଟିଏ, ତଥାପି ଗୋଟେ ପିଲା ଡକାଡୁକି କରୁଛି ଭାଇ ଟିକେ ମେଡ଼ିକାଲ ନେଇଯିବା। ସେ ଭାଇ ବି ଆମର ଅଛନ୍ତି, ସେ ବି ମେଡ଼ିକାଲ ତାଙ୍କୁ ଟୋଟାଲ ଆଣିଲେନି। ମୋତେ ଫୋନ୍ କଲାଠୁ ମୁଁ ନୀଳକଣ୍ଠପୁରରୁ ଆସିଲି, ଅଧଘଣ୍ଟେ ମୋତେ ଲାଗିଲା ଆସିବା ପରେ। ତାଙ୍କୁ ବାଇକ୍ରେ ଧରିକି ସେ ପିଲାର ମୋର ମେଡ଼ିକାଲକୁ ଆସିଲୁ, ତଥାପି ସେ ସାର୍ ଆସିଲେନି। ମିଛରେ କହିଲେ ଏ ଗାଡ଼ିଟା ନାହିଁ ସେ ଗାଡ଼ି କତିକି ଫୋନ୍ କରୁଛୁ, ଟୋଟାଲ ଶୁଣିଲେନି। ଆଉ ତାପରେ ମେଡ଼ିକାଲ ଧରିକି ଆସିବାରେ କହୁଛନ୍ତି ବାସନ୍ତୀ ଲଜ୍, ଏ ଯୋଉ TVS ଶୋରୁମ କରରେ ଯୋଉ ପଛପଟେ। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।